Hello students, welcome back to eTuition. ମୁଁ ହେଉଛି ତମର ଇଂଲିଶ ଟିଚର ପ୍ରୀତିଜି। ଆଉ ଆଜି ଆମେ ପଢ଼ିବା ଅଷ୍ଟମ ଶ୍ରେଣୀ ଇଂଲିଶ ଷ୍ଟୋରିଜ ପାଷ୍ଟ ଆଣ୍ଡ ପ୍ରେଜେଣ୍ଟ ବୁକ୍ର ଲେସନ ନମ୍ବର 3 ର ଟେଲ୍ ପିସ୍ଟା। ଓକେ, ଆଉ ଚାପ୍ଟର ନାଁ ହେଉଛି ଦ ଲ୍ୟାଣ୍ଡ ୱିଦାଉଟ୍ ଓଲ୍ଡ ମେନ୍। ଆଚ୍ଛା, ତ ଓଲ୍ଡ ମେନ୍ ଉପରେ ଆମେ ଏଇଟାରୁ ବୁଝିପାରୁଛେ କି ମାନେ ଗୋଟେ ଜାଗା ଯୋଉଠି ଓଲ୍ଡ ଲୋକମାନେ ନାହାନ୍ତି କି ଓଲ୍ଡ ଲୋକମାନଙ୍କୁ ରଖାଯାଏନି। ଓକେ, ତ ସେଇଟା ଆମେ ଚାପ୍ଟର ପଢିଲେ ବୁଝିପାରିବା କି ଏମିତି କ'ଣ ଅଛି। ବଟ୍ ତା ପୂର୍ବରୁ ମୁଁ ଗୋଟେ କଥା କହୁଛି କି ଓଲ୍ଡ ପ୍ୟାରେଣ୍ଟସ୍ ଆମର ଯୋଉ ଅଛନ୍ତି ଗ୍ରାଣ୍ଡ ପ୍ୟାରେଣ୍ଟସ୍ ମାନଙ୍କୁ ଆମେ ବହୁତ ଇଗ୍ନୋର କରେ। ହଁ କି ନାଇଁ, କି ସେମାନେ ବୁଢ଼ାବୁଢ଼ୀ ହେଇଗଲେଣି, ଆମ ଜେନେରେସନକୁ ବୁଝନ୍ତିନି, ଆମେ ଯୋଉଟା କହୁଛେ ଠିକ୍ ସେମାନେ ଯୋଉଟା କହୁଛନ୍ତି ଭୁଲ କହୁଛନ୍ତି, ତାଙ୍କର ଚିନ୍ତାଧାରା ତ ବହୁତ ପୁରୁଣା ହେଇଗଲାଣି, ଆମେ ଏମିତି ଭାବେ ଆଉ ତାଙ୍କୁ ବହୁତ ଇଗ୍ନୋର କରେ। ବଟ୍ ସେମାନେ ନା ସେତିକି ଏକ୍ସପିରିଏନ୍ସଡ ଥାନ୍ତି, ତାଙ୍କର ଏଜ୍ ଆଉ ତାଙ୍କର ଲାଇଫରେ ସେମାନେ ସେତିକି ସବୁ ଦେଖିକିନା ଆସିଛନ୍ତି, ଆଉ ସେମାନେ ସେଇ ଷ୍ଟେଜରେ ଥାନ୍ତି କି ଯୋଉଠି ତାଙ୍କର ଆଡଭାଇସ୍ ହଉଛି ବହୁତ ମୂଲ୍ୟବାନ, ଆମ ପାଇଁ ବହୁତ ପ୍ରାଇସଲେସ୍ ହଉଛି ତାଙ୍କର ଆଡଭାଇସ୍। ବଟ୍ ଆମେ ସବୁବେଳେ ତାଙ୍କୁ ଏମିତି ନା ଇଗ୍ନୋର କରେ। ଏଇ ଆମର ଚାପ୍ଟରରେ ଆମେ ଜାଣିପାରିବା କି ଓଲ୍ଡ ଲୋକମାନଙ୍କର ଏକ୍ସପିରିଏନ୍ସ ଥାଏ ଆଉ ତାଙ୍କର ବୁଦ୍ଧି ଆମଠାରୁ ବହୁତ ବେଶୀ ଥାଏ। ଆମେ ବହୁତ ପାଠ ପଢୁଛେ, ଆମେ ଟେକ୍ନୋଲୋଜି ବେସ୍ଡ ବହୁତ କିଛି ଜାଣୁଛେ। ଯେତେ ଯେତେ ଆଡଭାନ୍ସ ହଉଛି ଆମର ଜେନେରେସନ, ସେତେ ସେତେ ଆଡଭାନ୍ସଡ ହଉଛି ଆମର ଟେକ୍ନୋଲୋଜି। ତ ସେଇ ଅନୁସାରେ ଆମେ ଆମର ମାଇଣ୍ଡଟା ସେତିକି ବେଶୀ ବଢି ବଢି ଯାଉଛି। ବଟ୍ ଆମେ ସେ ଆମର ଓଲ୍ଡ ଗ୍ରାଣ୍ଡ ପ୍ୟାରେଣ୍ଟସଙ୍କ ଠାରୁ ବହୁତ କିଛି ଶିଖିବା ପାଇଁ ବି ଅଛି। ଆଜ୍ ଇନ୍ ତାଙ୍କର ଏକ୍ସପିରିଏନ୍ସେସ୍ ଗୁଡ଼ା ଆମ ପାଇଁ ବହୁତ ଭ୍ୟାଲୁଏବଲ୍। ସେମାନେ ଯୋଉ ଏକ୍ସପିରିଏନ୍ସ କରିକିନା ଯାଇଛନ୍ତି, ସେଇ ଷ୍ଟେଜରେ ଅଛନ୍ତି ବୋଲି ସେ ତାଙ୍କ ଛୁଆମାନଙ୍କୁ ସେତିକି ଏଲିଜିବଲ୍ ବନେଇଛନ୍ତି। ତାଙ୍କ ଛୁଆମାନେ ମାନେ ଆମ ପ୍ୟାରେଣ୍ଟସ୍ ମାନେ ଆମକୁ ସେତିକି ଏଲିଜିବଲ୍ ବନେଇ ପାରୁଛନ୍ତି ଜଷ୍ଟ ବିକଜ ଅଫ୍ ଦେମ୍। ତ ସେଥିପାଇଁ ତାଙ୍କୁ କେବେ ଇଗ୍ନୋର କରିବା କଥା ନାହିଁ। ଓକେ, ତାଙ୍କୁ ବି ସେତିକି ରେସ୍ପେକ୍ଟ ଦବା କଥା, ସେତିକି ସମ୍ମାନ ଦବା କଥା, ସେତିକି ଭଲ ପାଇବା କଥା, ସେତିକି କେୟାର ନବା କଥା ଯେତିକି ଛୁଆ ଦିନରେ ସେମାନେ ଆମର ରହୁଥିଲେ। ବା ତାଠୁ ବହୁତ ବେଶୀ, ବିକଜ ବୁଢାବୁଢୀ ହେଇସାରିଲା ପରେ ସେମାନେ ବି ଛୋଟ ଛୁଆ ସହିତ ସମାନ ହେଇଯାଆନ୍ତି। ତ ଆମ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ମାନଙ୍କର ଖ୍ୟାଲ ବି ଆମେ ରଖିବା କଥା। ଖାଲି ଆମ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ନାଇଁ, ଯେତେ ବି ବୁଢାବୁଢୀ ଅଛନ୍ତି ନା, ଆମର ଗୋଟେ ଟାଇମ୍ ଆସିଯାଏ ଯେତେବେଳେ ନିଜେ ଇନକମ୍ କରେ, ତ ତାପରେ ଆମକୁ ଲାଗେ କି ଆରେ ମୁଁ ତାଙ୍କର ଖ୍ୟାଲ କେମିତି ରଖିବି, ମୋ ପଇସା ତ ନିଜକୁ ଅଣ୍ଟୁନି, ତ ମୁଁ ତାଙ୍କର ଖ୍ୟାଲ କେମିତି ରଖିବି। ଜଷ୍ଟ ଭାବ, ଯେମିତି ତମେ ଏଇ ଗୋଟେ ଆଙ୍ଗୁଠି ଯଦି ରିଙ୍ଗ ପିନ୍ଧୁଛ, ଦ୍ୟାଟ୍ ଡଜଣ୍ଟ ମିନ୍ କି ତମେ ଏଇ ଆଙ୍ଗୁଠିରେ ପିନ୍ଧି ପାରିବନି। ତ ଯେମିତି ତମେ ନିଜକୁ ଖୁଆଉଛ, ନିଜେ ଖାଇ ପିଇକିନା ଯେମିତି ରଖୁଛ, ସେମିତି ହିଁ ଆଉ ଜଣଙ୍କୁ ଖୁଆଇ ପିଇକିନା ରଖିବା କଥା। ଯେତିକି ଆସୁଛି, ଯେତିକି ଇନକମ୍ କରୁଛ, ସେଥିରୁ ଅଧା ତାଙ୍କୁ ବି ଦିଅ ଆଉ ଅଧା ନିଜେ ବି ଫିଡ୍ କର। ତମ ଛୁଆ ହେଲେ ତମେ ଯେମିତି ତାକୁ ତା ପାଇଁ ଯାହା ଦରକାର ତାକୁ ଯେମିତି ଫୁଲଫିଲ୍ କରୁଛ, ତାର ସବୁ ୱିଶ୍, ତାର ସବୁ ଡିମାଣ୍ଡ ଯେମିତି ତମ ପ୍ୟାରେଣ୍ଟସ୍ ତମର ଫୁଲଫିଲ୍ କରୁଛନ୍ତି, ସେମିତି ସବୁବେଳେ ତାଙ୍କର ତ ଡିମାଣ୍ଡ ବହୁତ କମ୍ ଥାଏ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ମାନଙ୍କର। ଜଷ୍ଟ ଦେ ନିଡ୍ ଇଜ୍ ଆର୍ ଲଭ୍ ଆଣ୍ଡ ଆର୍ କେୟାର। ତ ତାଙ୍କୁ ବି ସେତିକି ହିଁ ଦବ, ଆଉ ତା ସହିତ ଟିକେ ବେଶୀ ରେସ୍ପେକ୍ଟ, ସେତିକି ହିଁ ତାଙ୍କୁ ଦରକାର। ସେତିକି ତ ଆମେ ଦେଇ ହିଁ ପାରିବା, ଭଲ ପାଇବା, କେୟାର ଆଉ ରେସ୍ପେକ୍ଟ ଫ୍ରି ଅଫ୍ କଷ୍ଟ ଆସୁଛି, ସେତିକି ତ ଆମେ କରି ହିଁ ପାରିବା। अलराइट, এটা ଗୋଟେ ଛୋଟ ଆଡଭାଇସ୍ ତମ ଟିଚର ତରଫରୁ ପ୍ଲିଜ କରିବ। ଓକେ, ତ ଚାଲ ଯିବା ଆମର ଟେକ୍ସଟ ଉପରକୁ। ଠିକ ଅଛି। The land without old men. Long, long ago, in one old country, all the young people decided to kill all the people. What was the use of their going on living with their white beard and all? They had had their life, they had had their time, and that was that. ତ ବହୁତ ବହୁତ ବର୍ଷ ପୂର୍ବରୁ, ଲଙ୍ଗ ଲଙ୍ଗ ଆଗୋ, ମାନେ ବହୁତ ବହୁତ ବର୍ଷ ପୂର୍ବରୁ ଗୋଟେ କୋଲ୍ଡ କଣ୍ଟ୍ରିରେ, ମାନେ ଗୋଟେ ଥଣ୍ଡା ଦେଶରେ, ଥଣ୍ଡା ଗୋଟେ ପ୍ରଦେଶ ଥିଲା ଯୋଉଠି ଅଲ୍ ଦ ୟଙ୍ଗ ପିପଲ ଡିସାଇଡେଡ ଟୁ କିଲ୍ ଅଲ୍ ଦ ଓଲ୍ଡ ପିପଲ। ଯୋଉଠି ଯେତେ ୟଙ୍ଗ ପିପଲ ଥିଲେ ସେମାନେ ସବୁ ଡିସାଇଡ କଲେ କି ଚାଲ ଯେତେ ସବୁ ବୁଢାବୁଢୀ ଅଛନ୍ତି ତାଙ୍କୁ ସମସ୍ତଙ୍କୁ ମାରିଦବା। ବିକଜ ଆମର ତ ୟଙ୍ଗ ଜେନେରେସନ ଚାଲିଛି, ଆମେ ୟଙ୍ଗ ଲୋକ ଗୁଡା ଯେତିକି ଖଟିକିନା କରିପାରୁଛେ, ଏମାନେ ସେତିକି କରିପାରୁନାହାନ୍ତି, ତାଙ୍କର ସେତିକି ଷ୍ଟେବିଲିଟି ନାହିଁ, ତ ଆମେ ଚାଲ ସବୁ ଓଲ୍ଡ ପିପଲ ମାନଙ୍କୁ ମାରିଦବା। What was the use of their going on living with their white beard and all? ତ ସେମାନେ କହୁଥିଲେ ତାଙ୍କର କଣ ହିଁ ୟୁଜ୍ ଅଛି, ସେମାନେ ତ କିଛି ୟୁଜ୍ରେ ବି ନୁହନ୍ତି, ସେମାନେ ବାସ୍ ଖାଉଛନ୍ତି, ପିଉଛନ୍ତି, ରହୁଛନ୍ତି, ସେମାନେ ତ କିଛି ୟୁଜଫୁଲ ବି ନୁହନ୍ତି। କଣ ହିଁ ତାଙ୍କର ଫାଇଦା? ଯୋଉ ଧଳା ଧଳା ବିୟର୍ଡ ରଖିଛନ୍ତି, ବିୟର୍ଡ ମାନେ ହଉଛି ଦାଢି, ସେ ଧାଡି ବଡ ବଡ ଲମ୍ବେଇକିନା ରଖିଛନ୍ତି, କିଛି କାମକୁ ତ ନୁହନ୍ତି, ଏମାନେ ବଞ୍ଚିକିନା କଣଟା ଫାଇଦା? ତ ଚାଲ ୟାଙ୍କୁ ମାରିଦବା। ଓକେ,
ଦେ had their life ମାନେ ତାଙ୍କର ସେମାନେ ତାଙ୍କର ଜୀବନ ଯେତିକି ବଞ୍ଚିବା କଥା ବଞ୍ଚି ସାରିଲେଣି। ତାଙ୍କର ସମୟ ଯେତିକି ବଞ୍ଚିବା କଥା ସେମାନେ ବଞ୍ଚି ସାରିଲେଣି। ଏବେ ବାକି ରହିକିନା ଆଉ କଣ କରିବେ? ତ ଚାଲ ୟାଙ୍କୁ ମାରିଦବା। ଖାଲି ରହୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ଆଉ କିଛି କାମକୁ ନାହାନ୍ତି। ତ ଚାଲ ୟାଙ୍କୁ ମାରିଦବା। But we need them, said a man who was not very old and not very young. ତ ଯିଏ ଗୋଟେ ମଝି ମଝିଆ ଲୋକ ଥିଲେ ସିଏ ସାଙ୍ଗେ ସାଙ୍ଗେ କହି ପକେଇଲେ କି ନା ନା ତମେ ଏମିତି କଣ କହୁଛ, ତମେ କଣ କହୁଛ ଏମିତି ମାରିଦବ ବୋଲି, ଆମେ ଆମର ସେମାନେ ବହୁତ ଦରକାର, ସେମାନେ ହଉଛନ୍ତି ବହୁତ ଏକ୍ସପିରିଏନ୍ସଡ ଲୋକ, ସେମାନେ ବହୁତ କିଛି ଜାଣିଛନ୍ତି, ତ ଆମର ସେମାନେ ଦରକାର, ତମେ କଣ କହୁଛ ଏମିତି ମାରିଦବ। ସେ ଲୋକଟା ନାଇଦର ବେଶୀ ଓଲ୍ଡ ଥିଲେ ନର ବେଶୀ ୟଙ୍ଗ ଥିଲେ, ମାନେ ଗୋଟେ ମିଡଲ ଏଜଡ ଲୋକ ଥିଲେ। ବଟ୍ ଦ କିଙ୍ଗ ୱାଜ ୟଙ୍ଗ, so giving the order did not trouble him. He declared that anyone who had reached the age of 50 was to be killed. ବାକି ସେ ଦେଶରେ ଯୋଉ ରାଜା ଥିଲେ ସିଏ ଏମିତି ଓଲ୍ଡ ନଥିଲେ, ସେ ପୁରା ୟଙ୍ଗ ଥିଲେ। ତ ତାଙ୍କୁ ବିଲକୁଲ କିଛି ଫର୍କ ପଡିଲାନି କହିବା ପାଇଁ ଯାଇକି କି ଚାଲ 50 ରୁ ଉପରକୁ ଯୋଉମାନେ ଅଛନ୍ତି ସେମାନେ ବଞ୍ଚିଲେ କିଛି ଫାଇଦା ନାହିଁ, ତ ଚାଲ ତାଙ୍କୁ ମାରିଦବା। ତ ସେ ସେଇଠୁ ଡିକ୍ଲେୟାର କରିଦେଲେ କି ଯୋଉମାନେ 50 ରୁ ଉପରକୁ ଅଛନ୍ତି ତାଙ୍କୁ ସମସ୍ତଙ୍କୁ ମାରିଦିଅ। Thus, lots of wise old men were killed and lots of wisdom passed away with them. ହେଲା, ତ ସେଇ ହିସାବରେ ଏମିତି ସେ କଣ କଲେ, ରାଜା ହିସାବରେ ତାଙ୍କୁ ଟିକେ ଭାବିବା କଥା, ବଟ୍ ସେ କିଛି ଭାବିଲେନି, କିଛି ଚିନ୍ତା କଲେନି। ସେ ବାସ୍ ଅର୍ଡର ଦେଇଦେଲେ କି ଚାଲ ତାଙ୍କୁ ଯୋଉମାନେ 50 ରୁ ଉପରକୁ ଅଛନ୍ତି ତାଙ୍କୁ ଚାଲ ମାରିଦବା। ଓକେ, ତ ସେଠୁ ସେ କଣ କହିଲେ, ସମସ୍ତଙ୍କୁ ଅର୍ଡର ଦେଇଦେଲେ, ଆଉ 50 ରୁ ଅବଭ ବହୁତ ସାରା ଓଲ୍ଡ ଲୋକମାନଙ୍କୁ ମାରି ଦିଆଗଲା। ଆଉ ତାଙ୍କ ସହିତ କଣ ଗଲା, ତାଙ୍କର wisdom ଗୋଡା ଗଲା ଭାରି। ଗୋଟେ ସେକେଣ୍ଡ students। ହଁ, ତ ସେଇଠୁ କଣ ହେଲା, ତାଙ୍କ ସହିତ ସେ ଯୋଉ 50 ଇୟର୍ସ ଓଲ୍ଡ ର ଉପରକୁ ଯୋଉ ଲୋକ ଗୁଡା ଥିଲେ ତାଙ୍କୁ ଯୋଉ ମାରିଦେଲେ, ତାଙ୍କ ସହିତ ସେମାନେ ବହୁତ ବୁଦ୍ଧିମାନ ଥିଲେ। ତାଙ୍କ ସହିତ ଗଲା ଭାରି ତାଙ୍କର wisdom। wisdom ହଉଛି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଯୋଉଟା ଆମେ ନା ଏମିତି ନର୍ମାଲି ନେଇଯାଏ, ବଟ୍ ସେଟା କେତେ ଇମ୍ପୋର୍ଟାଣ୍ଟ ତମେ ଏଇ ଚାପ୍ଟରରେ ଗୋଟେ ଛୋଟ ହିଣ୍ଟ ଅଛି ତାର। नहीं तो बहुत जिनस अच्छे बट एई चैप्टर रे गोटे छोटे हिंट अच्छे। विजडम माने होची तांकर गोटे जजमेंट थाए, गोटे ठीक भूल से माने जानि पारंती, गोटे तांकर देखिबार गोटे नजरिया थाए, आउ तांकर बहुत एक्सपीरियंस से माने लाइफ रो सब फेज रे से माने चली के आसी छंती बोली से माने जानि थांती भलो कोटा मंद कोटा से सब जानि थांती, आ से माने बहुत बेसी बुद्धिमान थांती। कोड़ा खाइले तांकर तम देहर रोग कमी जिवो, को प्रकार रोग पे कोन कोन मेडिसिन दरकार, देसी चिकित्सा जोटा कहंती आमे सेगुड़ा खाइले कोन कोटा खाइले केमती तमरो देहर रिएक्ट करिवो कि कोटा खाइले रिएक्शन करिवो नाही, से सब तांको जणा थाए, सबरो एक्सपीरियंस थाए तांको। नॉर्मल छोटे छोटे जिंस रे भी एक्सपीरियंस थाए। हमको नॉर्मली टाइम देखिया पे वॉच दरकार होची, तांको से माने बस देखि देबे सन को देखि कि जान देबे कि केते टाइम हे पाथे। एक्जाक्टली न कहले भी गोटे एवरेज वे रे गोटे अनुमान लगे कि से माने टाइम कर परबे, माने एमती एटा गोटे छोटे एग्जांपल, एमती से माने किछि भी कर परबे। तो जो मारी देले एमती राजा तो बहुत सारे लोक मन को मार देले, तांको सहित तांकर विजडम आ वाइज गोडा गला भारी, माने से जो चालाक थिले से माने तांको सहित सेडा गला भारी। ओनली वन काइंड हार्टेड यंग मैन टुक पिटी ऑन हिज ओल्ड फादर। आफ्टर ऑल ही ओड हिज लाइफ टू हिज फादर। तो बाकी गोटे काइंड हार्टेड यंग मैन, गोटे लोक थिला, गोटे यंग लोकटे थिला जे बहुत काइंड हार्टेड थिला, माने बहुत दयालु थिला। सी ताको बहुत तार बापा को मारिया पे, ता जो वृद्ध बापा थिले ताको मारिया पे बहुत पिटी फील हैला। पिटी माने दया लागिला ताको कि मु केमते मो बापा को मार देबी, ताको बहुत दया लागिला। आफ्टर ऑल ही ओड हिज लाइफ टू हिज फादर, ମାନେ ଯାହା ହେଲେ ବି ସେ ତାର ଲାଇଫ ଟା ତାଙ୍କ ଯୋଗୁରୁ ହିଁ ତାକୁ ମିଳିଛି, ହଁ କି ନାହିଁ? ବାପାଙ୍କ ଯୋଗୁରୁ ହିଁ ତାଙ୍କୁ ତାର ଲାଇଫ ଟା ମିଳିଛି, ତ ତାଙ୍କୁ ସେ କେମିତି ମାରିଦବ? ତ ସିଏ ସେଇଟା ଭାବିଲା ବେଳକୁ ତାକୁ ବହୁତ ଖରାପ ଲାଗୁଥିଲା, ତାକୁ ବହୁତ ଦୁଃଖ ଲାଗୁଥିଲା। So he hid him away in an underground room and took care of him। ତ ସିଏ ତାପରେ କଣ କଲା, ସେ ତାଙ୍କୁ ନେଇକିନା ଗୋଟେ ତାଙ୍କର ଯୋଉ ଅଣ୍ଡରଗ୍ରାଉଣ୍ଡ ତାଙ୍କ ଘର ତଳେ ଆଉ ଗୋଟେ ଏମିତି ରୁମ ଥିଲା, ସେ ତାକୁ ସେଇଠିକୁ ନେଇଗଲା। ସେଇଠି ନେଇକିନା ସେଇଠି ନେଇକିନା ତାଙ୍କୁ ସେଇଠି ଲୁଚେଇ ଦେଲା, ଆଉ ତାଙ୍କର ଖ୍ୟାଲ ରଖିବା ଷ୍ଟାର୍ଟ କଲା। ଚାର୍ଜ ତାପରେ time passed and a terrible drought came। The young people tried to put up with all kinds of troubles, but more and more troubles followed। The snow melted and spring came।
but they did not have a single grain of seed to put in the ground. Okay. ତ ଏମିତି ତାପରେ କେତେ ସମୟ ପାସ୍ କରିଗଲା ସେ ତାର ଏମିତି ବାପାଙ୍କୁ ଲୁଚେଇକିନା ଏମିତି ତଳେ ରଖିଛି ତାଙ୍କର କେୟାର ନଉଛି ଭଲସେ ବାକି ସେ କାହାକୁ ଦେଖିବା ପାଇଁ ଦେଲାନି ବିକଜ ରାଜାଙ୍କର ଆଦେଶ ନ ମାନିଥିଲେ ସେଠୁ ରାଜା ଏମିତି ମାରିଦେବାର ଚାନ୍ସେସ୍ ଥିଲା ତ ସେଥିପାଇଁ ସେ ରାଜାଙ୍କ କଥା ମାନିଥିଲା ଆଉ ସମସ୍ତଙ୍କୁ ଲାଗୁଥିଲା କି ସେ ବି ତା ବାପାଙ୍କୁ ମାରିଦେଇଛି ବଟ୍ ସେ ତା ବାପାଙ୍କୁ ଏମିତି ଲୁଚେଇକିନା ରଖିଥିଲା ତାପରେ କିଛି ସମୟ ପରେ ଗୋଟେ ବହୁତ ଡ୍ରଟ୍ ଆସିଲା ଗୋଟେ ଟେରିବଲ ଡ୍ରଟ୍ ଆସିଲା ମାନେ ଡ୍ରଟ୍ ମାନେ ମରୁଡି ଗୋଟେ ମରୁଡି ଆସିକିନା ପଡିଲା ଯୋଉଟାରେ ବହୁତ ମାନେ କ୍ଷୟକ୍ଷତି ହେଲା ତାପରେ ସେଇ ଟାଇମରୁ ଟ୍ରବଲ ଆସିବା ଷ୍ଟାର୍ଟ ହେଇଗଲା ଟ୍ରବଲ ମାନେ ଅସୁବିଧାର ସମ୍ମୁଖୀନ ସମସ୍ତେ ହବା ଷ୍ଟାର୍ଟ ହେଇଗଲେ ଯେତେ ଟାଇପର ମାନେ ସେମାନେ ସଲ୍ୟୁସନ ଦରକାର ଥିଲା ସବୁ ଟ୍ରାଏ କଲେ କିଛି ବାକି ତାଙ୍କର କିଛି ଫଳାଫଳ ହେଲାନି କୋଉମାନେ ୟଙ୍ଗ ପିପଲ ମାନେ ଯେତେ ଟାଇପର ସେମାନେ ଜାଣିଥିଲେ ସବୁ କରିବା ଟ୍ରାଏ କଲେ ବଟ୍ ତାଙ୍କୁ କିଛି ଫଳ ମିଳିଲା ନାହିଁ ବଟ୍ ସେ ଯେତେ ବି ଟ୍ରାଏ କରୁଥିଲେ ସେତେରୁ ବେଶୀ ବେଶୀ ପ୍ରୋବ୍ଲେମ ବଢି ବଢି ଯାଉଥିଲା ତାପରେ ଦ ସ୍ନୋ ମେଲ୍ଟେଡ୍ ଆଣ୍ଡ ସ୍ପ୍ରିଙ୍ଗ କେମ୍ ମାନେ ତାପରେ ସ୍ନୋ ମେଲ୍ଟ କଲା ଯେତେ ଯାକ ସବୁ ଯୋଉ ସ୍ନୋ ଥିଲା ସେଗୁଡା ସବୁ ମେଲ୍ଟ କରିଗଲା ଆଣ୍ଡ ସ୍ପ୍ରିଙ୍ଗ ସିଜନ ସେଠୁ ତାପରେ ଆସିଲା ହେଲା ମାନେ ଖରା ଦିନ ଚାଲିଥିଲା ଖରା ଦିନ ପରେ ସେଠୁ ସ୍ପ୍ରିଙ୍ଗ ସିଜନ ଆସିଲା ବଟ୍ ଦେ ଡିଡ୍ ନଟ୍ ହାଭ୍ ଅ ସିଙ୍ଗଲ ଗ୍ରେନ୍ ଅଫ୍ ସିଡ୍ ଟୁ ପୁଟ୍ ଇନ୍ ଦ ଗ୍ରାଉଣ୍ଡ ବାକି ତାଙ୍କ ପାଖରେ କିଛି ବି ଏମିତି ମଞ୍ଜି ନଥିଲା ଯୋଉଟା ସେମାନେ ମାଟିରେ ପୋତିବେ ପୋତିକିନା ଗଛ ହବ କି କଣ କରିବେ ତାଙ୍କ ପାଖରେ କିଛି ନଥିଲା ବିକଜ ଏତେ ଖରାପ କଣ୍ଡିସନ ତାଙ୍କୁ ରହିଯାଇଥିଲା କି ତାଙ୍କୁ କିଛି ବି କରିବା ପାଇଁ ତାଙ୍କୁ ମିଳୁନଥିଲା ତାପରେ କଣ ହେଲା the old man in the cellar could see that his son was going about looking very unhappy all the time ହେଲା ସେଇଠୁ ଯୋଉ ଲୋକଟା ଯୋଉ ପିଲାଟା ଯିଏ ତା ବାପାଙ୍କୁ ଲୁଚେଇକିନା ରଖିଥିଲା ତା ବାପା ଦେଖିଲେ ତା ବାପା କୋଉଠି ଲୁଚିଥିଲେ ସେଲରରେ ସେଲର ମାନେ ହଉଛି କୋଠରୀ ଓକେ ତା ବାପା କୋଠରୀରେ ଲୁଚିଥିଲେ ଆଉ ସେ ଦେଖିଲେ ସବୁବେଳେ କି ତାଙ୍କ ପୁଅ ବହୁତ ଅନହ୍ୟାପି ଦେଖାଯାଉଛି ମାନେ ବହୁତ ଦୁଃଖୀ ଦୁଃଖୀ ଦେଖାଯାଉଛି ଯେତେବେଳେ ଦେଖାଯାଉଛି ଯେତେବେଳେ ଯାଉଛି ଆସୁଛି ବହୁତ ଦୁଃଖରେ ଏମିତି ବୁଲୁଛି ତାକୁ ତାଙ୍କ ବାପା ଦିନେ ପଚାରିଲେ one day he asked him, are you in trouble, my son? Tell your father all about it. He may be able to help you. ସେ ସେଠୁ କଣ କହିଲେ କି ତୁ ଦୁଃଖରେ ଅଛୁ କି ତୋର କିଛି ପ୍ରୋବ୍ଲେମ ଅଛି କି କିଛି ଅସୁବିଧା ଅଛି କି ମତେ କହ ମତେ କହ କାଳେ ମୁଁ ତତେ କିଛି ହେଲ୍ପ କରିପାରିବି କାଳେ ମୁଁ ତୋର କିଛି ହେଲ୍ପ କରିପାରିବି କିଛି ଅସୁବିଧାରେ ତୋର ସୁବିଧା କରିପାରିବି କି କିଛି ତତେ ସୁଝାव ଦେଇପାରିବି କିଛି ଆଡଭାଇସ ଦେଇପାରିବି ସେଠୁ ପୁଅ କଣ କହିଲେ the son told him all about the troubles from beginning to end ସେ ସେଠୁ ତାଙ୍କୁ ସବୁ କଥା କହିଲେ ଏମିତି ମରୁଡି ହେଲା ସ୍ପ୍ରିଙ୍ଗ ସିଜନ ଆସିଲାଣି ସ୍ନୋ ମେଲ୍ଟ କରିକିନା ସ୍ପ୍ରିଙ୍ଗ ସିଜନ ଆସିଲାଣି ପଛେ ଆମ ପାଖରେ କିଛି ଏମିତି ମଞ୍ଜି ନାହିଁ ପୋତିକିନା କିଛି ଗୋଟେ ଚାଷ କରିବା ପାଇଁ କିଛି ଏଥରକ ପୁରା ଏମିତି ସବୁ ପୁରା ମରୁଡି ଯାଇଛି ପୁରା ସବୁ କ୍ଷତି ସବୁ ଖରାପ ହେଇଯାଇଛି ଆଉ ଏଥରକ ସିଜନ ବହୁତ ଖରାପ ଯାଇଛି ଆମେ କେମିତି କଣ ଖାଇବୁ କଣ କରିବୁ ଆମକୁ କିଛି ବୁଝା ପଡୁନି ବହୁତ ସାରା ଅସୁବିଧା ହେଇଯାଇଛି the old man thought for a while and then said, don't tell anybody anything now. But when the last patches of snow melt on the fields, take your plow and plow up the lane in front of your house. ସେ ସେଠୁ କଣ କହିଲେ କି ତୁ କାହାକୁ କିଛି କହିବୁନୁ ଆଉ ତାପରେ ଯେତେବେଳେ ଲାଷ୍ଟ ପ୍ୟାଚ୍ ଅଫ୍ ସ୍ନୋ ମେଲ୍ଟ କରିବ ଯେତେବେଳେ ଫିଲ୍ଡରେ ଲାଷ୍ଟ ପ୍ୟାଚ୍ ଅଫ୍ ସ୍ନୋ ଟା ମେଲ୍ଟ କରିଯିବ ସେଇ ଟାଇମରେ ତୁ ନେଇକିନା କଣ କରିବୁ ତ ପ୍ଲୋ ନେଇକିନା ଅପ୍ ଇନ୍ ଦ ଲେନ୍ ଇନ୍ ଫ୍ରଣ୍ଟ ଅଫ୍ ୟୋର ହାଉସ ଯୋଉ ହଳ କରିଦବୁ ତ ଘର ସାମ୍ନାରେ ଯୋଉ ତୋର ଲେନ୍ ଅଛି ଯୋଉ ତୋର ପଡିଆଟା ଅଛି ତୁ ସେଇଠି ଯାଇକିନା ଏମିତି ଖାଲି ହଳ କରିଦବୁ ତ ଆଉ କିଛି କରିବା ଦରକାର ନାହିଁ ବାସ୍ ଖାଲି ସେଇ ସାମ୍ନା ତୋ ଜାଗା ସାମ୍ନାରେ ଘର ସାମ୍ନାରେ ଯୋଉ ଜାଗା ଅଛି ତାକୁ ହଳ କରିଦବୁ when the spring came and the snow melted the son did as his father's old father had told him ଯେତେବେଳେ ସ୍ପ୍ରିଙ୍ଗ ଆସିଲା ସ୍ନୋ ମେଲ୍ଟ କରିଗଲା ସ୍ପ୍ରିଙ୍ଗ ଆସିଲା ସେଇ ଟାଇମରେ କଣ ହେଲା ଇଏ ସେଇଠୁ ସ୍ନୋ ମେଲ୍ଟେଡ ମାନେ ହଉଛି ସେତେବେଳେ ସମର ସିଜନ ଚାଲିଥିଲା ତାପରେ ଯେତେବେଳେ ସ୍ପ୍ରିଙ୍ଗ ଆସିଲା ବର୍ଷା ଦିନ ପାଖାପାଖି ଆସିଗଲେ ସେ କଣ କଲା ହଳ କରିଦେଲା what did he see there came a quick spring rain and out of the ground there began to grow wheat and maize oats and barley and even beans and peas in some places ତ ସିଏ ସେଠୁ କଣ ଦେଖିଲେ ବାସ୍ ତ ଖାଲି ହଳ କରିଦେଇଛି ଆଉ ତ କିଛି କରିନଥିଲା ବାସ୍ ରାସ୍ତାରେ ଖାଲି ହଳ କରିଦେଇଥିଲା ତାର ଯୋଉ ଯେତିକି ରାସ୍ତା ଥିଲା ତା ଘର ସାମ୍ନାରେ ସେଠି ହଳ କରିଦେଇଥିଲା ତାପରେ ସ୍ପ୍ରିଙ୍ଗ ପରେ ଆମର ରେନି ସିଜନ ଆସେ ଯେତେବେଳେ ରେନି ସିଜନ ଆସିଗଲା ସ୍ପ୍ରିଙ୍ଗ ର ରେନ୍ ପଡିବା ଷ୍ଟାର୍ଟ ହେଲା ତାପରେ ଧୀରେ ଧୀରେ ସେଇଠୁ
ଏମିତି wheat ଆଉ maize, oats and barley ସବୁ ଗହମ ଗହମ ସବୁ ସେଠୁ ବାହାରିବା ଷ୍ଟାର୍ଟ ହେଲା। ଆଉ ଇଭେନ୍ ପିଜ୍ ଆଣ୍ଡ ବିନ୍ସ, ମାନେ ବିନ୍ସ ଆଉ ପିଜ୍ ଯାହା ମାନେ ଯେତେ ପରିବା ଥିଲା ସେଗୁଡା ସବୁ ବିନ୍ ଆଉ ପିର ପରିବା ସବୁ ମାନେ ମଟର ଥିଲା ଆଉ ବିନ୍ସ ଥିଲା, ସେଗୁଡା ସବୁ ଧୀରେ ଧୀରେ ମାଟିରୁ ବାହାରିବା ଷ୍ଟାର୍ଟ ହେଲା। It seemed so wonderful that the news of it spread up and down the country. It was a thing no one had ever heard of a man's growing crops without putting seeds in the ground. ତ ସମସ୍ତେ ଦେଖିକିନା ସେଠି ଆଶ୍ଚର୍ଯ୍ୟ ହେଇଗଲେ କି ଏମିତି କେମିତି ହେଲା, ସିଏ ତ ଏମିତି ମଞ୍ଜି ବି ପୋତିନି କି କିଛି କରିନି, ତ ତାଙ୍କର ଏମିତି କେମିତି ତାର ଏମିତି ଏମିତି ଗଛ ଉଠିବା ଷ୍ଟାର୍ଟ ହେଇଗଲା। କାହା ପାଖରେ ତ ମଞ୍ଜି ନାହିଁ, କେହି ତ ମଞ୍ଜି ପୋତି ନାହାନ୍ତି କି ଇଏ ବି ପୋତିନି, ତ ବିନା ମଞ୍ଜି ନ ପୋତିକିନା ବି ତାଙ୍କର କେମିତି ଏମିତି ଗଛ ହବା ଷ୍ଟାର୍ଟ ହେଲା। ସେ ପୁରା ତାଙ୍କ ଦେଶରେ ହଇଚଇ ମଚିଗଲା କି ଏମିତି କେମିତି ହେଲା। ତାଙ୍କର ସମସ୍ତଙ୍କର ମରୁଡି ପଡିଛି, କାହାର ବି କିଛି ଚାଷ ହେଇନି କି କ୍ଷତି ହେଇନି। ବଟ୍ ୟାର ଯେତେବେଳେ ହେଲା ସବୁ ଏମିତି ବିନ୍ସ, ମେଜ୍, ପିଜ୍ ଏଗୁଡା ସବୁ ବାର୍ଲି, ହ୍ୱିଟ୍ ସବୁ ଯେମିତି ଆସିବା ଷ୍ଟାର୍ଟ ହେଲା, ସମସ୍ତେ ଏମିତି ଆଶ୍ଚର୍ଯ୍ୟଚକିତ ହେଇଗଲେ। The king got to hear of it too. He quickly ordered the boy to be brought before him. ସେଠୁ ରାଜାଙ୍କ କାନକୁ ବି କଥା ଗଲା। ରାଜା ସେଇଠୁ ସାଙ୍ଗେ ସାଙ୍ଗେ କହିଲେ କି ତାକୁ ଆଣିକିନା ଏଇଠିକୁ ଆସ। ମୋ ସାମ୍ନାରେ ତାକୁ ଆଣିକିନା ହାଜର କର। ମୁଁ ବି ତାକୁ ଜାଣେ ପଚାରେ କି କେମିତି ଏମିତି ହେଲା। ତାପରେ କଣ ହେଲା? What did you do? How did you do it? The king started asking the questions at once. In fear, the boy told the truth. ସେଠୁ ରାଜା ସାଙ୍ଗେ ସାଙ୍ଗେ ପଚାରିଲେ, ତୁ କେମିତି କଲୁ? କେମିତି ଏଇଟା କେମିତି ପସିବଲ କେମିତି ହେଲା? କେମିତି ହେଇଗଲା ଏଇଟା ଏମିତି? କଣ କଲୁ? କେମିତି କଲୁ? ଏମିତି କହିକିନା ରାଜା ସାଙ୍ଗେ ସାଙ୍ଗେ ପଚାରି ପକେଇଲେ। ଏକା ଥରକରେ ପଚାରି ପକେଇଲେ କି ରାଜ୍ୟରେ ତ ପୁରା ଏମିତି ମରୁଡି ପଡି ସାରିଲାଣି ନା। ତ ଇଏ ପୁରା ରାଜା ବି ଟେନସନ ହେଇଗଲାଣି। ତାପରେ ଏମିତି ଚିନ୍ତିତ ଅବସ୍ଥାରେ ଆସିଗଲାଣି କି କେମିତି କଣ ହବ, ଦେଶବାସୀ କେମିତି ଖାଇବେ ପିଇବେ କଣ କରିବେ, କିଛି ତ ଏଥରକ ହେଇନି। ତ ସେ ସାଙ୍ଗେ ସାଙ୍ଗେ ଏମିତି କ୍ୱେଶ୍ଚିନ୍ କରି ପକେଇଲେ। ଆଉ ଡରି ମରିକିନା ସେ ବେଚାରା ଛୁଆଟା ଯୋଉ ପିଲାଟା ଥିଲା ଯେ ତା ବାପାଙ୍କୁ ଲୁଚେଇକି ରଖିଥିଲା, ସେ ସାଙ୍ଗେ ସାଙ୍ଗେ ସବୁ ସତ କହିଦେଲା। Bring me your father here, the king ordered. So the old man was brought before the king. ସେଠୁ ରାଜା ଯେମିତି ଶୁଣିଲେ କି ଏଗୁଡା ସବୁ ତା ବାପା କହିଛନ୍ତି ଆଉ ସେ କରିଛି, ତ ସିଏ କଣ କହିଲେ ସାଙ୍ଗେ ସାଙ୍ଗେ କହିଲେ କି ରାଜା କହିଲେ, ଅର୍ଡର ଦେଲେ କି ଯାଇକିନା ତା ବାପାକୁ ଉଠେଇକିନା ଆଣ, ତାଙ୍କୁ ଆଣିକିନା ଆସ ଏଇଠି। ତାପରେ ତା ବାପା ଯୋଉ ଓଲ୍ଡ ମ୍ୟାନ ଯେ ସେଲାରରେ କୋଠରୀରେ ଲୁଚିକିନା ରହୁଥିଲେ, ତାଙ୍କୁ ରାଜାଙ୍କ ସାମ୍ନାରେ ହାଜର କରାଗଲା। What made you think there would be seeds in the doorway? Well, Your Majesty, just think of how many seeds drop on the ground when people carry the corn home on their carts. ତ ସେ ସେଇଠୁ ପଚାରିଲେ କି ତତେ କଣ ଲାଗୁଛି ଏଇଟା କିଏ କରିଛି, ଏମିତି କେମିତି କଲୁ, ଆଉ ତୋର କଣ ତୁ ଡୋରୱେରେ ଏମିତି ତୋର ମଞ୍ଜି ଲୁଚିକିନା ରଖିଥିଲୁ ନା କଣ? ଆଉ ଏମିତି ରାସ୍ତାରେ ଚାଲିଲା ବେଳେ ଏମିତି ସିଟ୍ସ କେମିତି ଆସିଗଲେ, କଣ ଏମିତି କରିଦେଲୁ? ତ ସେ ସେଇଠୁ କହିଲେ କି ୟୋର ମ୍ୟାଜେଷ୍ଟି, ହେ ରାଜା, ଆମେ ଏମିତି ଯେତେବେଳେ ଗାଡିରେ ନେଇକିନା ଯେତେବେଳେ ଏମିତି କର୍ନ ଯାଉଛେ, ମାନେ ମକା ଯେତେବେଳେ ଆମେ ନେଇକିନା ଯାଉଛେ, ଆମର ଠେଲା ଗାଡିରେ ଯେତେବେଳେ ନେଇକିନା ଯାଉଛେ, ଠେଲା ଗାଡି କାର୍ଟସ ମାନେ ହଉଛି ଠେଲା ଗାଡି, ବା ଆମେ ଯୋଉ ପଶୁ ମାନେ ଯୋଉ ଗାଡି ଚଲାନ୍ତି ଯେମିତି ଶଗଡ ବଗଡ ଗାଡି ହେଲା, ସେଗୁଡାକୁ କାର୍ଟ କୁହାଯାଏ। ବୁଲକ କାର୍ଟ ଜାଣିଥିବ ଶୁଣିଥିବ, ତ ଏଇଠି ସେମିତି କୁହାଯାଇଛି। କାର୍ଟସ ଗୁଡା ଯେତେବେଳେ ଆମେ ନେଇକିନା ଯାଉ, ସେଇ ତା ଭିତରେ କେତେ ଏମିତି ଛୋଟ 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 ଦାନା ଗୁଡା ପଡି ପଡି ଯାଏ, ସେଇଥିରୁ ହିଁ ଉଠିଗଲା। ଆଉ ମତେ କିଛି ଏମିତି ଅଲଗା ଏକ୍ସଟ୍ରା ଯାଇକିନା କୁଆଡୁ ମଞ୍ଜି ଆଣିକି ସେକୁ ପୋତିବାକୁ ପଡିଲାନି। ଆମେ ଯେତେବେଳେ ନେଇକିନା ଯାଏ ତା ଦେହରେ ହିଁ ଗୋଟେ ଗୋଟେ ଏମିତି ପଡି ଯାଇଥାଏ। ବାସ୍ ତମକୁ କଣ କରିବାର ଥିଲା, ହଳ କରିବାର ଥିଲା। ହଳ ହେଇଗଲେ ଯେତେବେଳେ କ୍ଷେତିଟା ଯେତେବେଳେ ଜାଗାଟା ଯେତେବେଳେ ହଳ ହେଇଗଲା, ସେଇଠୁ ସେ ମଞ୍ଜି ଗୋଟେ ତଳେ ପଡି ପଡି ଗୋଟେ ଗୋଟେ କରିନା ପଡି ପଡି ଯାଇଛି। ତ ସେଇ ଅନୁସାରେ ସବୁ ଗୋଟେ ଗୋଟେ ଉଠିଛି। The wise old man was given a royal reward. He had saved the life of the whole nation. ତ ତାଙ୍କୁ ସେଠୁ ଗୋଟେ ରୟାଲ ରିୱାର୍ଡ ଦିଆଗଲା। ରାଜାଙ୍କ ତରଫ ଯୋଉଟା ଦିଆଯାଏ ସେଟା ହଉଛି ରୟାଲ, ମାନେ ରାଜା ମହାରାଜାଙ୍କର ଗୋଟେ ଏମିତି ଗିଫ୍ଟ ତାକୁ ଦିଆଗଲା, ତାକୁ ସମ୍ମାନିତ କରାଗଲା। ଯେହେତୁ ତା ଯୋଗୁରୁ ଏମିତି ପୁରା ଏବେ ଦେଶଟା ସେମିତି କାମ କରିଲେ, ଆଉ ସେମିତି ହଳ କରି ସାରିଲା ପରେ ଯେତେବେଳେ ନେଇକିନା ଗଲେ ସେ ତ ଉପରୁ ଉପରୁ ଗୋଟେ ଗୋଟେ ପଡିଲା, ତ ସେଇଠୁ ତାଙ୍କର ଚାଷ ଆରମ୍ଭ ହେଇଗଲା। ତ ତାଙ୍କୁ ଅଲଗା କୁଆଡେ ଯାଇକି ସିଡ୍ ଆଣିବା ଦରକାର, ମଞ୍ଜି ଆଣିବା ଦରକାର ପଡିଲା। ତ ସେଇ ଅନୁସାରେ ପୁରା ଦେଶଟା ତାଙ୍କ ପାଇଁ ବଞ୍ଚିଗଲା। And ever since then they have respected all old peoples. ତ ୟା ପରଠାରୁ ଯେତେ ଯାକ ବୁଢା ବୁଢୀ ମାନେ ଥିଲେ ସେ ସମସ୍ତଙ୍କୁ ସମସ୍ତେ ରେସପେକ୍ଟ ଦବା ଷ୍ଟାର୍ଟ କଲେ। ବିକଜ ତାଙ୍କର ଇଣ୍ଟେଲିଜେନ୍ସ ଆଉ ତାଙ୍କର ସ୍ମାର୍ଟନେସ୍ ପାଇଁ, ତାଙ୍କର ଏତେ ବୁଦ୍ଧି ଥିଲା ବୋଲି ବୁଢା ଆଜି ପୁରା ଦେଶକୁ ନିଜ ପୁଅକୁ ସମସ୍ତଙ୍କୁ ବଞ୍ଚେଇ ଦେଲା।
ଆଉ ତା ସହିତ ତାପରେ ଯେତେ ବି ଓଲ୍ଡ ଜେନେରେସନ୍ ଥିଲେ ସମସ୍ତଙ୍କୁ ବଞ୍ଚେଇଦେଲ। ଆଉ ତାଙ୍କୁ ସମସ୍ତେ ରେସ୍ପେକ୍ଟ ଦବା ବି ଷ୍ଟାର୍ଟ କରିଦେଲେ। ତ ଏଇଠି ଆମେ କଣ ଶିଖିଲେ? ବୁଢା-ବୁଢୀ ମାନେ ଯେତେ ବି ଥାଆନ୍ତି, ଯେତେ ବି ଓଲ୍ଡ ପିପଲ୍ସ ଥାଆନ୍ତି, ଯେତେ ବି ଓଲ୍ଡିଜ୍ ମାନେ ଥାଆନ୍ତି, ସେମାନେ ବହୁତ ସ୍ମାର୍ଟ, ସେତିକି ଇଣ୍ଟେଲିଜେଣ୍ଟ ଆଉ ସେତିକି ଜେନରସ୍ ଥାଆନ୍ତି। ହଁ କି ନାଇଁ? ସେ ଯଦି ଖାଲି ନିଜ ବିଷୟରେ ଚିନ୍ତା କରିଥାନ୍ତା, ନିଜ ପୁଅକୁ ଲୁଚେଇକିନା କହିଦେଇଥାନ୍ତା, ଆଉ ସେମାନେ ହେଇଥାନ୍ତେ, ସେମାନେ ଖାଇଥାନ୍ତେ। ବଟ୍ ସେ ରାଜାଙ୍କ ସାମ୍ନାରେ ଆସିକିନା ସବୁ କିଛି କହିଲେ, ଆଉ ରାଜା ସେଇ ୱେରେ ଇମ୍ପ୍ଲାଣ୍ଟ କରିକିନା ପୁରା ଦେଶବାସୀଙ୍କୁ ତାଙ୍କର ବଞ୍ଚେଇଲେ। ହଁ କି ନାଇଁ? ଚାଲ ଦେଖିବା ଏବେ ଡିଫିକଲ୍ଟ ୱାର୍ଡସ୍। ବିୟର୍ଡ ମାନେ ହଉଛି ଦାଢି, ପିଟି ମାନେ ହଉଛି ଦୟା, ଡ୍ରୋଟ୍ ମାନେ ହଉଛି ମରୁଡି, ରିୱାର୍ଡ ମାନେ ହଉଛି ପୁରସ୍କାର, ସେଲର ମାନେ ହଉଛି କୋଠରୀ, ପ୍ଲୋ ମାନେ ହଉଛି ହଳ, ହ୍ୱିଟ୍ ମାନେ ଗହମ, ମେଜ୍ ମାନେ ମକା, ବାର୍ଲି ମାନେ ଜବ, କର୍ନ ମାନେ ମକା, ଆଉ କାର୍ଟ ମାନେ ହଉଛି ଠେଲା ଗାଡି। ଠେଲା ଗାଡି ହେଇପାରିବ ଆମେ ଯୋଉଟା ବୁଲକ୍ କାର୍ଟ କୁହେ, ସେମିତି ହେଇପାରିବ। କାର୍ଟ ମାନେ ହଉଛି ଯୋଉ ଠେଲିକି ଯୋଉ ଗାଡିକୁ ନୁହନ୍ତି ତାକୁ କାର୍ଟ ବୋଲି କୁହାଯାଏ। ହେଲେ ତ ଏଇଠି ଆମର ଚାପ୍ଟର ସରୁଛି। ତମମାନଙ୍କୁ କିଛି ବି ଯଦି ଡାଉଟ୍ ଅଛି, କୋଉ ବି ୱାର୍ଡ ରିଲେଟେଡ୍, କିଛି ବି ଯଦି କୋଉ ବି ପ୍ୟାରାଗ୍ରାଫ ରିଲେଟେଡ୍ କିଛି ବି ଡାଉଟ୍ ଅଛି, ଦେନ୍ ମତେ ନିହାତି ତଳେ ଯୋଉ କମେଣ୍ଟ ସେକ୍ସନ ଅଛି ମତେ ସେଇଠି ପଚାରି ପାରିବ। ମୁଁ ତମର ସବୁ ଯାକ ଡାଉଟ୍ କ୍ଲିୟର କରିଦେବି। ଅଲରାଇଟ୍? ତब तक ଠିକ ସେ ରହିବ, ଭଲସେ ପଢିବ। କିଛି ବି ପ୍ରୋବ୍ଲେମ୍ସ ହେଲା ମତେ ପଚାରି ପାରିବ। ନିଜର ନିଜ ପ୍ୟାରେଣ୍ଟସ୍ ମାନଙ୍କର ଖ୍ୟାଲ ରଖିବ, ଆଉ ପଢିବା ପାଇଁ ବିଲକୁଲ ବି ଭୁଲିବନି। ଠିକ ଅଛି? ଚलो ବାय।